ନମସ୍କାର, ଜୟ ଜଗନ୍ନାଥ। ଯେତେ ବି ନିବିଡ଼ ବନ୍ଧୁତା ହେଉନା କାହିଁକି, ଏହି ତିନି ଜଣ ନିଶ୍ଚିତ ଭାବରେ ଧୋକା ଦିଅନ୍ତି। ଦର୍ଶକ ବନ୍ଧୁ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ବହୁତ ବର୍ଷ ପୂର୍ବରୁ ଗୋଟିଏ ଗାଁରେ ଜଣେ ଗରିବ ବ୍ରାହ୍ମଣ ରହୁଥିଲେ। ସେ ଏତେ ଗରିବ ଥିଲେ ଯେ ପରିବାର ପାଇଁ ଦିନକୁ 2 ବେଳା ଭୋଜନ ମଧ୍ୟ ଯୋଗାଇ ପାରୁନଥିଲେ। ଦିନେ ଅଧିକ ରୋଜଗାର କରିବାର ଇଚ୍ଛା ନେଇ ସେ ଅନ୍ୟ ଦେଶକୁ ଯିବା ପାଇଁ ବାହାରିଲେ। ସେ ତାଙ୍କ ସହିତ କିଛି ଆବଶ୍ୟକ ଜିନିଷ ମଧ୍ୟ ନେଇଥିଲେ। ଯିବାବେଳେ ରାସ୍ତାରେ ଏକ ଜଙ୍ଗଲ ପଡ଼ିଥିଲା। ସେଠାରେ ସେ କୂଅ ଦେଖିଲେ। କୂଅକୁ ଦେଖି ତାଙ୍କୁ ଶୋଷ ଲାଗିଲା। ତେଣୁ ସେ କୂଅ ଭିତରକୁ ପାଣି ପିଇବାକୁ ଗଲେ। କିନ୍ତୁ ସେ ଦେଖିଲେ ଯେ କୂଅ ଭିତରେ ଗୋଟିଏ ସିଂହ, ମାଙ୍କଡ଼, ସାପ ଏବଂ ଜଣେ ଲୋକ ପଡ଼ି ରହିଛି। ଜଣେ ମଣିଷକୁ କୂଅ ଭିତରକୁ ଦେଖୁଥିବାର ଦେଖି ସିଂହ କହିଲା, ଆରେ ଭାଇ, ତୁମେ କିଏ? ତୁମେ ବହୁତ ଭଲ ସମୟରେ ଆସିଛ। ଦୟାକରି ମୋତେ ଏହି ସ୍ଥାନରୁ ବାହାର କରି ମୋ ଉପରେ ଉପକାର କର। ମୁଁ ଅନେକ ଦିନ ଧରି ଏହି ସ୍ଥାନରେ ପଡ଼ି ରହିଛି। ଏହା ଶୁଣି ବ୍ରାହ୍ମଣ କହିବାକୁ ଲାଗିଲେ, ତୁମେ ମୋତେ ବୋକା ଭାବୁଛ କି? ଯଦି ମୁଁ ତୁମକୁ କୂଅ ଭିତରୁ ବାହାର କରେ, ତୁମେ ମୋତେ ମାରି ଖାଇଦେବନି କି? ତୁମେ ଗୋଟିଏ ହିଂସ୍ର ପଶୁ ମଧ୍ୟରୁ ଜଣେ ଏବଂ ସ୍ୱଭାବରେ ମୋର ଶତ୍ରୁ ମଧ୍ୟ। ମୁଁ ତୁମ ଉପରେ ବିଶ୍ୱାସ କରିପାରିବି ନାହିଁ। ଏହା ଶୁଣି ସିଂହ କହିଲା, ହେ ଭାଇ, ତୁମେ ଜଣେ ଭଲ ମଣିଷ। ତା ଛଡ଼ା ମୁଁ ଅସୁବିଧାରେ ପଡ଼ିଛି। ମୋତେ ତୁମର ସାହାଯ୍ୟ ଦରକାର। ମୁଁ ତୁମକୁ କେମିତି ଖାଇପାରିବି? ତୁମେ ବିନା କାରଣରେ ମୋତେ ଭୟ କରୁଛ। ସିଂହ ବାରମ୍ବାର ପ୍ରାର୍ଥନା କରିବା ପରେ ବ୍ରାହ୍ମଣର ତା ପ୍ରତି ଦୟା ଆସିଗଲା ଏବଂ ସେ ଭାବିବାକୁ ଲାଗିଲା ଯେ ସର୍ବୋତ୍ତମ ସ୍ଥାନରୁ ପରୋପକାର ସବୁଠାରୁ ବଡ଼ ପୁଣ୍ୟ ଅଟେ। ସିଂହ ପୁଣି କହିଲା, ଭାଇ, ମୁଁ ପ୍ରତିଜ୍ଞା କରୁଛି ଯେ ତୁମର କୌଣସି ପ୍ରକାର କ୍ଷତି କରିବି ନାହିଁ ଏବଂ ସର୍ବଦା ତୁମର ଅନୁଗ୍ରହ ହୋଇ ରହିବି। ବ୍ରାହ୍ମଣ ଏକ ଦଉଡ଼ି ସାହାଯ୍ୟରେ ସିଂହକୁ ସେହି କୂଅରୁ ଟାଣି ବାହାର କରିଦେଲା। ସିଂହ କୂଅ ଭିତରୁ ବାହାରକୁ ଆସିବା ପରେ ବ୍ରାହ୍ମଣଙ୍କୁ ଧନ୍ୟବାଦ ଜଣାଇ କହିଲା, ମୁଁ ତୁମର ଏହି ଉପକାର କେବେ ବି ଭୁଲି ପାରିବି ନାହିଁ। ଭାଇ, ମୁଁ ପର୍ବତର ଅନ୍ୟ ପାର୍ଶ୍ୱରେ ରହେ। ଯେତେବେଳେ ତୁମେ ଅସୁବିଧାରେ ପଡ଼ିବ, ମୋ ପାଖକୁ ଆସିବ। ମୁଁ ନିଶ୍ଚିତ ଭାବରେ ତୁମକୁ ଯଥାସମ୍ଭବ ସାହାଯ୍ୟ କରିବି। ଏହାପରେ କୂଅ ଭିତରୁ ମାଙ୍କଡ଼ର ସ୍ୱର ଶୁଭିଲା, ଭାଇ, ମୋତେ ମଧ୍ୟ ଏଠାରୁ ବାହାରକୁ କାଢ଼ିଦିଅ। ମୁଁ ମଧ୍ୟ ସର୍ବଦା ତୁମର ଋଣୀ ହୋଇ ରହିବି। ବ୍ରାହ୍ମଣ ଦଉଡ଼ି ସାହାଯ୍ୟରେ ମାଙ୍କଡ଼କୁ ମଧ୍ୟ କୂଅରୁ ଟାଣି ବାହାର କରିଦେଲା। ମାଙ୍କଡ଼ ମଧ୍ୟ ତାକୁ ଧନ୍ୟବାଦ ଜଣାଇ କହିଲେ ଯେ ମୁଁ ସେହି ପାହାଡ଼ ପଛରେ ଥିବା ବଗିଚାରେ ରୁହେ। ଯଦି ତୁମେ କୌଣସି ବିପଦରେ ପଡ଼, ମୋ ପାଖକୁ ଆସିପାରିବ ଏବଂ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ ତୁମକୁ ସାହାଯ୍ୟ କରିବି। ଏହା କହି ମାଙ୍କଡ଼ ମଧ୍ୟ ସେଠାରେ ଠିଆ ହେଲା। ତାହାପରେ କୂଅ ଭିତରୁ ସାପ ମିନତି କରି ଡାକିଲା, ବ୍ରାହ୍ମଣ ଭଗବାନ, ଯେପରି ତୁମେ ସିଂହ ଏବଂ ମାଙ୍କଡ଼କୁ ବାହାର କରିଛ, ମୋତେ ମଧ୍ୟ ବାହାରକୁ କାଢ଼ିଦିଅ। ମୁଁ ତୁମକୁ କାମୁଡ଼ିବି ନାହିଁ। ବ୍ରାହ୍ମଣଙ୍କୁ ସାପ ଉପରେ ମଧ୍ୟ ଦୟା ଆସିଲା। ସେ ତାକୁ ମଧ୍ୟ ବାହାର କରିଦେଲେ ଏବଂ ସାପ ମଧ୍ୟ ବ୍ରାହ୍ମଣଙ୍କୁ ବହୁତ ଧନ୍ୟବାଦ ଜଣାଇ କହିଲେ, ଯଦି ତୁମେ କୌଣସି ଅସୁବିଧାର ସମ୍ମୁଖୀନ ହୁଅ, ମୋତେ ମନେ ପକାଇବ। ମୁଁ ସେହି ମୁହୂର୍ତ୍ତରେ ଆସି ନିଶ୍ଚୟ ତୁମକୁ ସାହାଯ୍ୟ କରିବି। ବ୍ରାହ୍ମଣ କହିଲେ, ଠିକ୍ ଅଛି। ଯଦି ଏପରି ସମୟ ଆସେ, ମୁଁ ତୁମକୁ ନିଶ୍ଚୟ ମନେ ପକାଇବି। ତାପରେ ହଠାତ୍ କୂଅ ଭିତରୁ ଜଣେ ବ୍ୟକ୍ତିର ସ୍ୱର ଆସିଲା। ସେହି ଲୋକଟି କହିଲା, ଭାଇ, ମୋତେ ମଧ୍ୟ ଏଠାରୁ ବାହାର କରିଦିଅ। ବ୍ରାହ୍ମଣ ତାଙ୍କୁ ମଧ୍ୟ କୂଅରୁ ବାହାର କରିଦେଲେ। ସେ ଲୋକଟି ମଧ୍ୟ ବ୍ରାହ୍ମଣଙ୍କୁ ଧନ୍ୟବାଦ ଜଣାଇ ଚାଲିଗଲା। ବ୍ୟକ୍ତି ଜଣକ ଚାଲିଯିବା ପରେ ବ୍ରାହ୍ମଣ ନିଜର ଥଳିରୁ ଗୋଟିଏ ଢାଳ ବାହାର କଲେ, କୂଅରୁ ପାଣି ବାହାର କରି ପିଇଲେ ଏବଂ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କଲେ। ଦୀର୍ଘ ସମୟ ଚାଲିବା ପରେ ସେ ଏକ ସହରରେ ପହଞ୍ଚିଲେ। ସହରର ଅନ୍ତେ ପହଞ୍ଚିଗଲେ ତ, କିନ୍ତୁ ଏବେ କାମକୁ ଯିବାର ଥିଲା। ବ୍ରାହ୍ମଣ ଗୋଟିଏ ସାହୁକାର ଦୋକାନରେ ପହଞ୍ଚିଲା ଓ ସେହି ସାହୁକାରଙ୍କୁ ଅନୁରୋଧ କଲେ, ଆପଣ ମୋତେ କିଛି କାମ ଦେଇପାରିବେ କି? ମୁଁ କଠିନ ପରିଶ୍ରମ ଏବଂ ସଚେତନତା ସହିତ କାମ କରିବି। ସାହୁକାର କହିଲେ, ଭାଇ, ମୋର କୌଣସି ଖାଲି ଜାଗା ନାହିଁ। ତୁମେ ଅନ୍ୟ ସ୍ଥାନରେ ଦେଖ।
ବ୍ରାହ୍ମଣ ସେଠାରୁ ନିରାଶ ହୋଇ ଫେରି ଆସିଥିଲେ। ଏହାପରେ ବ୍ରାହ୍ମଣ କାମ ପାଇଁ ବହୁତ ସ୍ଥାନରେ ନିବେଦନ କରୁଥିଲେ, କିନ୍ତୁ ତାଙ୍କ ଭାଗ୍ୟ ଖରାପ ଥିଲା, ତେଣୁ ତାଙ୍କୁ କୌଣସି ବି କାମ ମିଳିନଥିଲା। ତେଣୁ ବ୍ରାହ୍ମଣ ଭାବିବାକୁ ଲାଗିଲେ, ମୁଁ ବର୍ତ୍ତମାନ ମୋ ପତ୍ନୀ ଏବଂ ପିଲାମାନଙ୍କୁ କିପରି ମୁହଁ ଦେଖାଇବି? ମୋ ଭଳି ଭାଗ୍ୟହୀନ ଲୋକ ବର୍ତ୍ତମାନ ଆତ୍ମହତ୍ୟା କରିବା ଭଲ। ଏହି ନିରାଶରେ ବ୍ରାହ୍ମଣ ଆତ୍ମହତ୍ୟା କରିବାକୁ ଚିନ୍ତା କରିବାକୁ ଲାଗିଲେ, କିନ୍ତୁ ହଠାତ୍ ତାଙ୍କୁ ସିଂହ, ମାଙ୍କଡ଼, ସାପ ଏବଂ ସୁନାରୀଙ୍କ କଥା ମନେ ପଡ଼ିଗଲା। ସେ ଭାବିଲେ, କାହିଁକି ନା ଏମାନଙ୍କୁ ଥରେ ସାହାଯ୍ୟ ମାଗି ଦେଖେ, ବୋଧେ ହୁଏ ସେମାନେ ମୋତେ ସାହାଯ୍ୟ କରିପାରନ୍ତି। ଆତ୍ମହତ୍ୟା ଚିନ୍ତା ଛାଡ଼ି ସେ ପ୍ରଥମେ ମାଙ୍କଡ଼ ପାଖକୁ ଗଲା। ମାଙ୍କଡ଼ ତାଙ୍କୁ ଖୋଲା ହୃଦୟରେ ସ୍ୱାଗତ କଲା ଏବଂ ଗଛରୁ ତୋଳି ପ୍ରଚୁର ମିଠା ଫଳ ଖାଇବାକୁ ଦେଲା। ମାଙ୍କଡ଼ କହିଲା, ତୁମେ ମୋ ଘରକୁ ଯେକୌଣସି ସମୟରେ ଆସିପାରିବ। ତୁମକୁ ସବୁବେଳେ ସ୍ୱାଗତ। ବ୍ରାହ୍ମଣ ମାଙ୍କଡ଼କୁ କହିଲା, ଆରେ ଭାଇ, ମୁଁ ଜଙ୍ଗଲର ରାଜା ସିଂହକୁ ଭେଟିବାକୁ ଚାହୁଁଛି। ତୁମେ ମୋତେ ତାଙ୍କ ଠିକଣା ଦେଇପାରିବ କି? ମାଙ୍କଡ଼ କହିଲା, ହଁ, କାହିଁକି ନୁହେଁ। ତୁମେ ପାହାଡ଼ ଭିତରକୁ ତଳକୁ ଯାଅ। ତୁମେ ସେଠି ସର୍ବପ୍ରଥମେ ସିଂହର ଗୁମ୍ଫା ପାଇବ। ଏହା ଶୁଣି ବ୍ରାହ୍ମଣ ସେଠାରୁ ଚାଲିଗଲେ ଏବଂ ସିଂହ ଗୁମ୍ଫାରେ ଯାଇ ପହଞ୍ଚିଲେ। ଯେତେବେଳେ ବ୍ରାହ୍ମଣ ସିଂହର ଗୁମ୍ଫା ପାଖରେ ପହଞ୍ଚିଲେ, ସିଂହ ତାଙ୍କୁ ସ୍ୱାଗତ କରିବା ପାଇଁ ଖୁସିରେ ଆଗକୁ ଆସି କହିଲା, ମୁଁ ତୁମକୁ ଦେଖି ବହୁତ ଖୁସି। ମୋତେ କୁହ, ମୁଁ ତୁମର କେଉଁ ସେବା କରିବି? ସେତେବେଳେ ବ୍ରାହ୍ମଣ କହିଲା, ଭାଇ, ମୁଁ ବହୁତ ଗରିବ। ମୋତେ ଯଦି କିଛି ଧନ ମିଳିଯାଏ, ତେବେ ମୁଁ ମୋ ଘରକୁ ଫେରିଯାଇଥାନ୍ତି। ନହେଲେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ରାସ୍ତା ହିଁ ନାହିଁ। ଏଡ଼େ ନିରାଶ ହୁଅ ନାହିଁ ମିତ୍ର, ଟିକିଏ ଅପେକ୍ଷା କର। ସିଂହ ଏତିକି କହି ନିଜ ଗୁମ୍ଫା ଭିତରକୁ ଗଲା। ଯେତେବେଳେ ସିଂହ ବାହାରକୁ ଆସିଲା, ତାର ପାଟିରେ ରତ୍ନଖଞ୍ଜା ସୁନାର ହାରଟିଏ ଥିଲା। ସେ ହାରଟିକୁ ବ୍ରାହ୍ମଣକୁ ଦେଇ କହିଲା, ବନ୍ଧୁ, ଏହି ହାରଟି ବିକ୍ରୟ କରି ତୁମେ ଭଲ ଟଙ୍କା ପାଇବ ଏବଂ ତୁମର ସମସ୍ତ ଦାରିଦ୍ର୍ୟ ଦୂର ହେବ। ସିଂହଠୁ ହାରଟିକୁ ନେଇ ବ୍ରାହ୍ମଣ ତାକୁ ଧନ୍ୟବାଦ ଜଣାଇଲେ ଏବଂ କହିଥିଲେ ଯେ ତୁମେ ପ୍ରକୃତରେ ତୁମର କର୍ତ୍ତବ୍ୟ ପାଳନ କରିଛ। ଏହା କହି ବ୍ରାହ୍ମଣ ହାର ଧରି ରତ୍ନପୁର ଆଡ଼କୁ ଚାଲିଗଲା। ରାସ୍ତାରେ ତାର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହେଉଥିଲା ଏବଂ ଭାବୁଥିଲେ ଯେ ମୋର ସମସ୍ତ ଯାତ୍ରା ସଫଳ ହେଲା। ଭଲ ଦରରେ ଏହି ହାରକୁ ବିକ୍ରୟ କରିବା ପରେ ମୁଁ ଘରକୁ ଫେରିବି। ମୋ ପତ୍ନୀ ଏବଂ ପିଲାମାନେ ମୋତେ ଘରେ ଦେଖି ବହୁତ ଖୁସି ହେବେ। ହାର ବିକ୍ରୟରୁ ଆମକୁ ବହୁତ ଟଙ୍କା ମିଳିବ। ବର୍ତ୍ତମାନ ଆମେ ଖୁସିରେ ଦିନ ବିତାଇବୁ। ବ୍ରାହ୍ମଣ ଚାଲି ଚାଲି ଯିବା ସମୟରେ ଚିନ୍ତା କରିଲେ ଯେ ମୁଁ ଏହି ହାର ବିକ୍ରି କରିବି ତ କେଉଁଠାରେ ବିକ୍ରି କରିବି? ହଠାତ୍ ତାଙ୍କର ସୁନାରୀ କଥା ମନେ ପଡ଼ିଗଲା। ସେ ଭାବିବାକୁ ଲାଗିଲେ ଯେ ମୁଁ ତାଙ୍କ ଜୀବନ ରକ୍ଷା କରିଥିଲି ଏବଂ ସେ ନିଶ୍ଚିତ ଭାବରେ ମୋତେ ଏହି ବିଷୟରେ ସାହାଯ୍ୟ କରିବେ। ବ୍ରାହ୍ମଣ ରତ୍ନପୁରା ପହଞ୍ଚି ସିଧା ସୁନାରୀ ପାଖରେ ପହଞ୍ଚିଲେ। ସୁନାରୀ ତାଙ୍କୁ ଦେଖି ଖୁସି ହୋଇ କହିଲା, ଆସ ବନ୍ଧୁ, କିପରି ଆସିବା ହେଲା? ସେ ଉତ୍ତର ଦେଲେ, ମୁଁ ତୁମ ପାଖକୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆସିଛି। ତେବେ ସୁନାରୀ କୁହନ୍ତି, ହଁ ବନ୍ଧୁ, ମୋତେ କୁହ, ମୁଁ ତୁମକୁ ଆଉ କ'ଣ ସାହାଯ୍ୟ କରିପାରିବି? ତେବେ ବ୍ରାହ୍ମଣ କହିଲେ, ହେ ଭାଇ, ମୋ ପାଖରେ ଗୋଟିଏ ହାର ଅଛି ଏବଂ ମୁଁ ଚାହେଁ ତୁମେ ଏହାକୁ ଭଲ ମୂଲ୍ୟରେ ବିକ୍ରି କରିଦିଅ। ବ୍ରାହ୍ମଣ ତାଙ୍କ ଥଳିରୁ ହାରଟି ବାହାର କରି ସୁନାରୀଙ୍କୁ ଦେଲେ। ହାରଟି ଦେଖି ସୁନାରୀ ଭାବିବାକୁ ଲାଗିଲେ ଯେ ଏହି ବ୍ରାହ୍ମଣ ଏହି ହାରଟି କେଉଁଠୁ ପାଇଲା। ଏହା ରାଜକୁମାରଙ୍କର, ଯିଏ ଶିକାର କରିବା ପାଇଁ ଯିବା ପରେ ଆଜି ପର୍ଯ୍ୟନ୍ତ ସୁଦ୍ଧା ଫେରି ନାହାନ୍ତି ଏବଂ ରାଜକୁମାରଙ୍କୁ ସେ ନିଜେ ହିଁ ହାର ତିଆରି କରି ଦେଇଥିଲେ। ସେ ଭାବିବାକୁ ଲାଗିଲେ ଯେ ରାଜା ଘୋଷଣା କରିଛନ୍ତି ଯେ ଯିଏ ମୋ ପୁଅର ଠିକଣା କହିବ, ମୁଁ ତାଙ୍କୁ ବହୁତ ପୁରସ୍କାର ଦେବି। ସୁନାରୀ ମନରେ ରାଜାଙ୍କ ଦ୍ୱାରା ଘୋଷିତ ପୁରସ୍କାରର ଲୋଭ ଜାଗ୍ରତ ହେଲା। ପରବର୍ତ୍ତୀ ମୁହୂର୍ତ୍ତରେ ସେ ନିଜ ସ୍ନେହରେ ବ୍ୟକ୍ତ କରି ବ୍ରାହ୍ମଣଙ୍କୁ କହିଲା, ହେ ବନ୍ଧୁ, ମୁଁ ନିଶ୍ଚିତ ଭାବେ ତୁମକୁ ସାହାଯ୍ୟ କରିବି, କିନ୍ତୁ ଏହି ବିଷୟରେ ଜଣେ ଭଲ ବଡ଼ ସୁନାରୀ ସହ ପରାମର୍ଶ ନେବା ଦରକାର, ଯାହାଦ୍ୱାରା ତୁମକୁ ଭଲ ମୂଲ୍ୟ ମିଳିପାରିବ। ଏହାପରେ ସୁନାରୀ ହାରଟିକୁ ପକେଟରୁ ବାହାର କରି ଯିବା ବେଳେ ଏବଂ ବ୍ରାହ୍ମଣଙ୍କୁ କହିଲା, ତୁମେ କିଛି ସମୟ ଏଠାରେ ରହି ବିଶ୍ରାମ କର, ସେ ପର୍ଯ୍ୟନ୍ତ ମୁଁ ଯେ ପର୍ଯ୍ୟନ୍ତ ସୁନାରୀକୁ ଭେଟି ନ ଫେରିଆସିଛି। ବ୍ରାହ୍ମଣ କହିଲା, ଠିକ୍ ଅଛି,
ବନ୍ଧୁ ମୁଁ ଏଠାରେ ବସିଛି। ତାପରେ ସୁନାରୀ ତାଙ୍କ ପତ୍ନୀକୁ ଟିକେ କହିଲେ, ତୁମେ ବ୍ରାହ୍ମଣ ଦେବତାଙ୍କ ଅତିଥି ଚର୍ଚ୍ଚା କର, ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଖାଇବାକୁ ଦିଅ। ମୁଁ ଟିକେ ବାହାରକୁ ଯାଇ ଫେରି ଆସିବି। ସୁନାରୀ ଏହାକୁ କହି ଘରୁ ବାହାରି ସିଧା ରାଜଦରବାରକୁ ଗଲା। ସେଠାରେ ପହଞ୍ଚି ରାଜାଙ୍କୁ ପ୍ରଣାମ କରି କହିଲା, ମହାରାଜ, ଏକ ବିଶେଷ ଉଦ୍ଦେଶ୍ୟ ପାଇଁ ମୁଁ ଆପଣଙ୍କୁ ଭେଟିବାକୁ ଆସିଛି। ତାପରେ ହାରଟି ରାଜାଙ୍କୁ ଦେଇ କହିଲା, ଏହା ହେଉଛି ସେହି ହାର ଯାହା ମୁଁ ରାଜକୁମାରଙ୍କ ପାଇଁ ନିଜ ହାତରେ ତିଆରି କରିଥିଲି। ଜଣେ ଲୋକ ମୋ ପାଖକୁ ଆସିଛନ୍ତି ଏହାକୁ ବିକ୍ରୟ କରିବା ପାଇଁ। ମୁଁ ସେହି ଲୋକକୁ ମୋ ଘରେ ବସାଇ ଏଠାକୁ ଆସିଛି। ହାରଟି ଦେଖିବା ମାତ୍ରେ ରାଜା ଜାଣିପାରିଲେ ଯେ ସେ ନିଶ୍ଚୟ ମୋ ପୁଅର ହତ୍ୟାକାରୀ। ରାଜା କ୍ରୋଧିତ ହୋଇ ପଚାରିଲେ, ସେହି ଶଇତାନ କିଏ ମୋ ପୁଅକୁ ହତ୍ୟା କରି ତାର ହାର ନେଇଗଲା? ତାପରେ ସୁନାରୀ କହିଲା, ମହାରାଜ, ସେ ଜଣେ ଗରିବ ବ୍ରାହ୍ମଣ। ସେ ବର୍ତ୍ତମାନ ମୋ ଘରେ ବସିଛନ୍ତି। ରାଜା କ୍ରୋଧରେ ପାଗଳ ହୋଇ ସେନାପତିଙ୍କୁ ସୁନାରୀ ଘରକୁ ଯାଇ ତୁରନ୍ତ ସେହି ବ୍ରାହ୍ମଣକୁ ବାନ୍ଧି ନେଇ ଆସିବା ପାଇଁ ନିର୍ଦ୍ଦେଶ ଦେଲେ। ସେନାପତି ତୁରନ୍ତ କିଛି ସୈନିକଙ୍କୁ ନେଇ ସୁନାରୀର ଘରକୁ ଯାଇ ବ୍ରାହ୍ମଣଙ୍କୁ ଧରି ରାଜାଙ୍କ ଦରବାରରେ ଉପସ୍ଥାପନ କଲେ। ଏହା ଘୃଣ୍ୟ ବ୍ୟକ୍ତି ରାଜକୁମାରଙ୍କ ହତ୍ୟାକାରୀ କୁହାଯାଉଛି। ସେନାପତି କହିଥିଲେ, ଯଦି ତୁମେ ରାଜକୁମାରଙ୍କୁ ହତ୍ୟା କରିନାହଁ, ତେବେ ରାଜକୁମାରଙ୍କ ହାର ତୁମ ପାଖକୁ କିପରି ଆସିଲା? ସେହି ସୁନାରୀ ଯାହାକୁ ତୁମେ ହାରଟିକୁ ବିକ୍ରି କରିବାକୁ ଚାହୁଁଥିଲ, ସେହି ହାରଟି ରାଜକୁମାରଙ୍କ ପାଇଁ ସେ ନିଜେ ତିଆରି କରିଥିଲେ ଏବଂ ସେହି ରାଜାଙ୍କୁ ସବୁ କଥା କହିଛନ୍ତି। ତେଣୁ ତୁମେ ବର୍ତ୍ତମାନ ଧରା ପଡ଼ିଯାଇଛ। ତୁମେ ରକ୍ଷା ପାଇପାରିବ ନାହିଁ। କିଛି ଦିନ ପରେ ରାଜା ତୁମକୁ ମୃତ୍ୟୁଦଣ୍ଡ ଦେବେ। ଏହା କହି ସେନାପତିମାନେ ସେଠାରୁ ଚାଲିଗଲେ। ସେନାପତିମାନେ ଚାଲିଯିବା ପରେ ବ୍ରାହ୍ମଣ ଭାବିବାକୁ ଲାଗିଲେ ଯେ ସୁନାରୀ ମୋତେ ଏକ ବଡ଼ ଅସୁବିଧାରେ ପକାଇ ଦେଇଛନ୍ତି। ବର୍ତ୍ତମାନ ମୁଁ କ'ଣ କରିବି? ଏହି ସହରରେ ମୋତେ ସାହାଯ୍ୟ କରିବାକୁ କେହି ନାହାନ୍ତି। ପ୍ରଭୁ ଦୟାକର ମୋତେ ରକ୍ଷା କରନ୍ତୁ। ଯଦି ମୋତେ ଫାଶୀ ହୁଏ, ତେବେ ମୋ ପତ୍ନୀ ଏବଂ ପିଲାମାନଙ୍କ ସହିତ କ'ଣ ହେବ? ତାପରେ ହଠାତ୍ ତାଙ୍କୁ ସାପ ଯାହା କହିଥିଲା ତାହା ମନେ ପଡ଼ିଗଲା। ପରବର୍ତ୍ତୀ ମୁହୂର୍ତ୍ତରେ ସେ ସାପକୁ ମନେ ପକାଇଲେ। ସାପଟି ତାଙ୍କ ସାମ୍ନାରେ ଆସି କହିଲା, ବନ୍ଧୁ, ତୁମେ ମୋତେ କିପରି ମନେ ପକାଇଲ? ବ୍ରାହ୍ମଣ କହିଲା, ମୁଁ ବହୁତ ଅସୁବିଧାରେ ପଡ଼ିଛି। ରାଜା ମୋତେ ଜବରଦସ୍ତ କାରାଗାରରେ ରଖିଛନ୍ତି ଏବଂ ମୋତେ ସେହି ଅପରାଧ ପାଇଁ ଦଣ୍ଡିତ କରିଛନ୍ତି ଯାହା ମୁଁ କରିନାହିଁ। ତାପରେ ବ୍ରାହ୍ମଣ ସାପକୁ ହାର ପ୍ରାପ୍ତଠାରୁ ଆରମ୍ଭ କରି ବନ୍ଧୁ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କଲେ ଏବଂ କରୁଣ ସ୍ୱରରେ କହିଲେ, ବନ୍ଧୁ, ବର୍ତ୍ତମାନ ତୁମେ ମୋତେ ରକ୍ଷା କର। ତୁମେ ମୋତେ କହିଥିଲ ଯେ ଅସୁବିଧା ସମୟରେ ତୁମେ ମୋତେ ସାହାଯ୍ୟ କରିବ। ବର୍ତ୍ତମାନ ତ ମୋ ଜୀବନ ବିପଦରେ ପଡ଼ିଛି। ଏହାଠାରୁ ଆଉ ଅଧିକ ଅସୁବିଧା କ'ଣ ହୋଇପାରେ? ତାପରେ ସାପ କହିଲା, ବନ୍ଧୁ, ମୁଁ ତୁମକୁ କହିଥିଲି ଯେ ସେହି ଚୋରକୁ ସାହାଯ୍ୟ କର ନାହିଁ। ସେ ତୁମକୁ ଅସୁବିଧାରେ ପକାଇପାରେ। କୁହାଯାଏ, ଯିଏ ଧନର ଅତ୍ୟଧିକ ଲୋଭୀ, ଯାହା ସହିତ ପୂର୍ବରୁ ଶତ୍ରୁତା ଥାଏ ଏବଂ ଯିଏ ଏକାଧିକ ପୁରୁଷ କିମ୍ବା ମହିଳା ପ୍ରତି ଆସକ୍ତ, ସେ ପୁରୁଷ କିମ୍ବା ମହିଳା ହୁଅନ୍ତୁ, ସେମାନଙ୍କ ସହିତ ତୁମର ବନ୍ଧୁତା ଯେତେ ଗଭୀର ହେଉନା କାହିଁକି, ଏହି ତିନି ଜଣ ବ୍ୟକ୍ତି ସର୍ବଦା ତୁମ ସହ ବିଶ୍ୱାସଘାତକତା କରନ୍ତି। ସେମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କର ନାହିଁ। ସାପ ପୁଣି କହିଲା, ଯଦି ତୁମେ ମୋତେ ମନେ ପକାଇଛ, ତେବେ ମୁଁ ନିଶ୍ଚିତ ଭାବରେ ତୁମକୁ ସାହାଯ୍ୟ କରିବି। ମୁଁ ଏକ ସମାଧାନର ଉପାୟ ଚିନ୍ତା କରିଛି। ମୁଁ ଲୁଚିକରି ରାଣୀଙ୍କ କୋଠରୀକୁ ଯାଇ ତାଙ୍କୁ କାମୁଡ଼ିବି। ମୋ କାମୁଡ଼ିବା ପରେ ରାଣୀ ଚେତାଶୂନ୍ୟ ହୋଇଯିବେ। ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ସେ ଠିକ୍ ହୋଇପାରିବେ ନାହିଁ। ମୋର ବିଷର ପ୍ରଭାବ ସେ ପର୍ଯ୍ୟନ୍ତ ରହିବ ଯେ ପର୍ଯ୍ୟନ୍ତ ତୁମେ ତୁମ ହାତରେ ତାଙ୍କର କପାଳକୁ ଛୁଇଁ ନ ଦେବ। ତୁମେ ରାଣୀଙ୍କ କପାଳକୁ ଛୁଇଁବ ମାତ୍ରେ ସେ ଚେତା ଫେରି ପାଇବେ। ରାଣୀ ଖୁସି ହୋଇ ତୁମକୁ ଛାଡ଼ିଦେବେ। ରାଜା ତାଙ୍କ ରାଣୀଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କୁ ବଞ୍ଚାଇବା ପାଇଁ ସେ କିଛି ବି କରିପାରନ୍ତି। ଏହା କହି ସାପ ରାଣୀଙ୍କ କୋଠରୀରେ ପଶିଯାଇଥିଲା ଏବଂ ରାଣୀଙ୍କୁ କାମୁଡ଼ି ଦେଇଥିଲା। ରାଣୀ ସଙ୍ଗେ ସଙ୍ଗେ ଉଠି ପାଟି କରି କହିଲେ, ସାପ ଝରକା ପଟେ ବାହାରକୁ ଚାଲିଗଲା। ରାଣୀ ଚିତ୍କାର କରି କୋଠରୀରେ ଚେତାଶୂନ୍ୟ ହୋଇ ପଡ଼ିଲେ।
ରାଣୀଙ୍କ ସମସ୍ତ ସେବକ ରାଣୀଙ୍କ ପାଟି ଶୁଣି ଦୌଡ଼ି ଆସିଲେ। ରାଣୀ କହିଥିଲେ ଯେ ତାଙ୍କୁ ସାପ କାମୁଡ଼ିଛି। ରାଜାଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା ଯେ ରାଣୀଙ୍କୁ ବିଷାକ୍ତ ସାପ କାମୁଡ଼ିଛି ଏବଂ ସେ ଚେତାଶୂନ୍ୟ ହୋଇପଡ଼ିଛନ୍ତି। ତୁରନ୍ତ ତାଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରନ୍ତୁ। ରାଜା ତୁରନ୍ତ ଜଣେ ସେବକଙ୍କୁ ଡାକି ରାଜବୈଦ୍ୟଙ୍କୁ ଡକାଇଲେ ଏବଂ ସେ ରାଜବୈଦ୍ୟଙ୍କୁ କହିଲେ, ମୋର ରାଣୀଙ୍କୁ ବଞ୍ଚାଇ ଦିଅ। ତାଙ୍କୁ ସାପ କାମୁଡ଼ି ଦେଇଛି। ଯଦି ତାଙ୍କର କିଛି ହୁଏ ତେବେ ମୁଁ ବଞ୍ଚିପାରିବି ନାହିଁ। ବୈଦ୍ୟରାଜ ରାଣୀକୁ ଅନେକ ପ୍ରକାରର ଔଷଧ ଦେଇଥିଲେ କିନ୍ତୁ ରାଣୀଙ୍କର ଚେତା ଫେରି ନଥିଲା। ତାପରେ ବୈଦ୍ୟରାଜ ନିରାଶ ହୋଇ କହିଥିଲେ, ବର୍ତ୍ତମାନ ରାଣୀଙ୍କ ଚିକିତ୍ସା ମୋ ଦ୍ୱାରା ସମ୍ଭବ ନୁହେଁ। ମୋର କୌଣସି ଔଷଧ ରାଣୀଙ୍କୁ ଆରୋଗ୍ୟ କରିପାରୁନାହିଁ। ସେ ରାଜାଙ୍କୁ ସହାନୁଭୂତି ଦେଖାଇ କହିଲେ ଯେ ଆପଣ ଅନ୍ୟ ହାକିମ ବା ବୈଦ୍ୟମାନଙ୍କୁ ଡାକନ୍ତୁ। କାଳେ ସେମାନଙ୍କ ପାଖରେ ମହାରାଣୀଙ୍କ ପାଇଁ କୌଣସି ଔଷଧ ଥିବ। ରାଜା ତୁରନ୍ତ ମନ୍ତ୍ରୀମାନଙ୍କୁ ଡାକି ଏକ ଘୋଷଣା କରାଇଲେ ଯେ ଯିଏ ରାଣୀଙ୍କ ଚିକିତ୍ସା କରେ ଏବଂ ତାଙ୍କୁ ଆରୋଗ୍ୟ କରିବ ତାଙ୍କୁ ଇଚ୍ଛା ଅନୁସାରେ ପୁରସ୍କାର ଦିଆଯିବ। ମନ୍ତ୍ରୀ ତୁରନ୍ତ ସମଗ୍ର ରାଜ୍ୟରେ ଘୋଷଣା କରିଥିଲେ। ରାଜାଙ୍କ ଘୋଷଣା ହେବା ମାତ୍ରେ ଅନେକ ହାକିମ ବା ବୈଦ୍ୟ ଆସିଥିଲେ, ବିଭିନ୍ନ ପ୍ରକାରର ଔଷଧ ଦେଇଥିଲେ କିନ୍ତୁ ରାଣୀଙ୍କୁ କିଛି ଲାଭ ହେଲା ନାହିଁ ଏବଂ ସମସ୍ତେ ଫେରିଗଲେ। ବିଭିନ୍ନ ପ୍ରକାରର ଔଷଧ ଦେବା ପରେ ସେମାନେ ହାର ମାନିଥିଲେ। ବର୍ତ୍ତମାନ କେବଳ ଭଗବାନ ରାଣୀଙ୍କୁ ଉଦ୍ଧାର କରିପାରିବେ। ହାକିମ ବା ବୈଦ୍ୟମାନଙ୍କ କଥାରୁ ଏପରି ନିରାଶଜନକ ଉତ୍ତର ଶୁଣି ରାଜାଙ୍କ ହୃଦୟ ଭାଙ୍ଗିଗଲା ଏବଂ ସେ ତାଙ୍କ ମନରେ ଭୟଭୀତ ହେବାକୁ ଲାଗିଲେ। ହେ ଭଗବାନ, ରାଣୀଙ୍କ ଉପରେ କିପରି ବିପଦ ଆସିଲା? ଜେଲ୍ କୋଠରୀରେ ଥିବା ବ୍ରାହ୍ମଣ ରାଜାଙ୍କ ଘୋଷଣା ଶୁଣି ସେଠି କିଛି ରକ୍ଷୀଙ୍କୁ କହିଲେ, ମୋତେ ରାଜାଙ୍କ ପାଖକୁ ନେଇଯାଅ, ମୁଁ ରାଣୀଙ୍କୁ ଆରୋଗ୍ୟ କରିପାରିବି। ରକ୍ଷୀ କହିଲେ, ଆରେ ବ୍ରାହ୍ମଣ, ଯେତେବେଳେ ସର୍ବୋତ୍ତମ ହାକିମ ବା ବୈଦ୍ୟ ତାଙ୍କୁ ଆରୋଗ୍ୟ କରିପାରିଲେ ନାହିଁ, ତେବେ ହତ୍ୟାକାରୀ ହୋଇ ତୁମେ ତାଙ୍କ ପାଇଁ କ'ଣ କରିପାରିବ? ବ୍ରାହ୍ମଣ କହିଲେ, ହଁ ମୁଁ ପାରିବି। ଏହାପରେ ରାଜା ବ୍ରାହ୍ମଣଙ୍କୁ ରାଣୀ ପ୍ରାସାଦକୁ ନେଇଗଲେ। ବ୍ରାହ୍ମଣ ବିଶ୍ୱାସର ସହିତ ରାଣୀଙ୍କ କପାଳରେ ହାତ ରଖିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ରାଣୀ ବିଛଣାରେ ଉଠି ବସିଲେ ଓ ତାଙ୍କ ମୁହଁ ପୂର୍ବପରି ଝଲସି ଉଠିବାକୁ ଲାଗିଲା। ରାଜା କହିଲେ, ରାଣୀ, ତୁମେ ଏହି ବ୍ରାହ୍ମଣଙ୍କ କୃପା ଦ୍ୱାରା ଜୀବନ୍ତ ହେଉଛ। ତାପରେ ରାଣୀ ଜୀବିତ ହେବା ଖୁସିରେ ରାଜା ବ୍ରାହ୍ମଣକୁ କ୍ଷମା କରିଦେଲେ। ପରେ ଯେତେବେଳେ ସେ ତାଙ୍କ ଦୋଷ ପଚାରିଥିଲେ ସେତେବେଳେ ବ୍ରାହ୍ମଣ ସବୁକିଛି ସ୍ପଷ୍ଟ ଭାବରେ କହିଥିଲେ। ରାଜା ବହୁ ଧନ ଓ ଟଙ୍କା ଦେଇ ସମ୍ମାନର ସହିତ ବ୍ରାହ୍ମଣ